ଶପଥ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ 4 ଆହତ। ଗଞ୍ଜାମ ଜିଲ୍ଲା ସୋରଡା ଥାନା ବୁଦ୍ଧ ଲିଙ୍ଗେଶ୍ୱର ମନ୍ଦିରଠାରେ ଶପଥ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଉଭୟ ଗୋଷ୍ଠୀରୁ 4 ଆହତ। ସୂଚନା ମୁତାବକ ସୋରଡା ନିକଟ ଚାକୁଣ୍ଡା ଗ୍ରାମର ଜଣେ ମୃତ ବ୍ୟକ୍ତିର ଶବ ସଂସ୍କାର ନିମନ୍ତେ ଗ୍ରାମବାସୀମାନେ ସୋରଡା ସ୍ଥିତ ବୁଦ୍ଧ ଲିଙ୍ଗେଶ୍ୱର ମନ୍ଦିର ଆସି ସଂସ୍କାର କାର୍ଯ୍ୟ କରିସାରିବା ପରେ ସେଠାରେ କିଛି କାରଣକୁ ନେଇ ସୋରଡା ନେତାଜୀ ସାହି ନିବାସୀ ଆଲୋକ ସ୍ୱାଇଁ ଉକ୍ତ ଗ୍ରାମବାସୀଙ୍କ ସହ ଗାଳିଗୁଲଜ କରିବା ସହ ଉଭୟ ମଧ୍ୟରେ ମୁହାଁମୁହିଁ ହୋଇଥିଲେ, ଯାହାଫଳରେ ଗୋଟିଏ ପକ୍ଷର ବାୟାରାମ ବିଷୋଇ, ଚନ୍ଦନ ବିଷୋଇ ଓ ବିଦେଶୀ ବିଷୋଇ ଆହତ ହୋଇଥିବା ବେଳେ ଅନ୍ୟ ପକ୍ଷର ଆଲୋକ ସ୍ୱାଇଁ ଆହତ ହୋଇଛନ୍ତି। ଆଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ 108 ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିବା ବେଳେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛି ସୋରଡା ପୋଲିସ। ଗଞ୍ଜାମ ଜିଲ୍ଲା ସୋରଡାରୁ ସତ୍ୟକାନ୍ତ ପାତ୍ରଙ୍କ ରିପୋର୍ଟ, ଓଡ଼ିଶା ଟୁଡେ। ବାପା ତମର କୋ ଗାଁ ନା କଣ? ମୋ ନା ବାଇରାମ ବିଷୟ କୋ ଗାଁ ତମର? ଚାକୁଣ୍ଡା। କଣ ଅସୁବିଧା ହେଲା? ଅସୁବିଧା ଆମେ ମଢ ପୋଡିବାକୁ ଆସିଥିଲୁ। ମଢ ପୋଡିକିରି ଗାଧ ପାଧ ହେଇକିରି ଆମେ ସବୁ ନେତା ବସିବ ଆମର ଲିଆ ପକା ବସି ଏକା ଏଇଠି ଆମର ଗୋଟେ ପିଲା ଗଲା ଆଡକୁ ତାକୁ ଜଣେ ଖଣ୍ଡା କାତିରେ ଇଏ ସାଇକେଲ ଯୋଉ କ୍ରାଙ୍କଟାରେ ତାକୁ ବାଡେଇ ଦେଲୁ କରି ସେ ଧରି ପକେଇଲା, ଧରିକିରି ସେ ଗାଡି ସହିତରେ ଭାଗିଗଲା। ସେଇଟା ତାରୁ ଗୋଟେ ଜଣକୁ କଣ ବାଡେଇଲା ବୋଲିକିରି ଆମେ ଧାଇଁଗଲା ସତ୍ତ୍ୱେ ଆଉ ଥରେ ଖଣ୍ଡା କାତି ଧରିକିରି ଏଇଠିକି ମୋର କାରଣ କିଛି ମୁଁ ଜାଣିନି। ଗୋଟେ ଶୁଦ୍ଧି କାର୍ଯ୍ୟକୁ ଆସିଥିଲେ, ହଁ ସେମାନେ ହଠାତ୍ ଆକ୍ରୋଶ ହେଇ କାରଣ କଣ? ଆଗରୁ କଣ ଶତ୍ରୁ? ନାଇଁ, ଆମ ଭାଇ ମଲା ଆମେ ସମସ୍ତେ ବସି ଚାଙ୍ଗେ ମଜ ଗନ୍ଧେଇ ଖାଇକିରି ଏମିତି କାର ଗଣ୍ଡଗୋଳ କରିକିରି ଏଇଭଳିଆ ଜିନିଷ କରୁଛନ୍ତି। ହେଲେ କିଏ ଚିହ୍ନିଛନ୍ତି କି ଆପଣ? କିଏ ଆପଣଙ୍କୁ ବାଡେଇଲା, କିଏ ଆକ୍ରମଣ କଲା? ଚିହ୍ନିଛି ବେଲେ ଆଜ୍ଞା ଆମର ସେ ଯୋଉ ପିଲା ବାଡେଇଲା ତାକୁ ଯୋଉ ଗାଡି ଭାଗିଛି ସିଏ ଚିହ୍ନିଛି ସେ ପିଲାକୁ। ମାନେ ଆପଣଙ୍କୁ କହିଲେ କିଏ ବାଡେଇଲା ଜାଣିଛନ୍ତି କି? ସିଏ ଆଜ୍ଞା ସେମାନେ ଯୋଉ ପିଲା ଚିହ୍ନିଛି ମୁଁ କଣ ମୁଁ ତାକୁ ଚିହ୍ନିଛି କି ଆଜ୍ଞା? ସେ ଭଣଜାଟା, ଆମ ଗାଁର ଭଣଜାଟା ହବ। କେତେ ଜଣ ଖଣ୍ଡେ ହେଇଥିଲେ ତାଙ୍କେ ପ୍ରାୟ 10 ଜଣ ହେବେ। ହେଲେ ଆପଣ କେତେ ଜଣ ଆସିଥିଲେ? ଆମେ 150 ଲୋକ ଆସିଥିଲୁ। ହେଲେ ବର୍ତ୍ତମାନ ଏବେ ଥାନାରେ ଏଫଆଇଆର ଦେଇଛନ୍ତି। ହଁ। ଠିକ ଅଛି। ନା କଣ ସାର୍ ଆଲୋକ ବିଷୟ। କଣ ଅସୁବିଧା ହେଲା ଆଜି ଯୋଉ ଶ୍ମଶାନକୁ ଯାଇଥିଲ? ସାର୍ ଆମ ଗ୍ରାମର ଗୋଟେ ବୃଦ୍ଧ ଲୋକ କାଳ ହେଇଗଲେ, ଆମେ ଆସିଥିଲୁ ଶବଦାହ କରିବା ପାଇଁ। ସେଇଠି ତାଙ୍କେ ନିଶା ଦ୍ରବ୍ୟ କରୁଥିଲେ। ନିଶା ଦ୍ରବ୍ୟ କରିକି ତାଙ୍କେ ଗାଳି ଗୁଲଜ କଲା ପରେ ସବୁ ଆମ ଗାଁ ଲୋକ ସବୁ ଭଙ୍ଗା ଚପା କରିକି ପଠେଇଦେଲେ। ପଠେଇଲା ପରେ ତାଙ୍କେ ଆଉ ଥରେ ଡାକାଡୁକୁ ହେଇକିରି ମାରଣା ଅସ୍ତ୍ର ଧରିଥିଲେ। ଧରି ଆସିକିରି ଆମର ଲିଆପଣା ସାରିବା ପାଇଁ ସମସ୍ତେ ବସିବା ଜାଗାରେ ତାଙ୍କେ ଆସି ଆକ୍ରମଣ କରୁଛନ୍ତି। ଆମର 3 ଲୋକ ଗୋଟେ ବାଇକଟାକୁ ଗୋଟେ ବାଡେଇ ଦେଲେ। ବାଡେଇ ଦେଲା ପରେ ଆମ ଲୋକ ଉଠିଲେ ଆସି ତାଙ୍କୁ ମାରଣା ଅସ୍ତ୍ରରେ ଆକ୍ରମଣ କରୁଛନ୍ତି। କାରଣ କଣ ହଠାତ୍ ଅତର୍କିତ ଭାବରେ ଆକ୍ରମଣ କରିବା? ସାର୍ ସେମିତି କିଛି ନୁହଁ କି ଆଗରୁ ମଧ୍ୟ ଶତ୍ରୁତା କିଛି ନାହିଁ। ତାଙ୍କେ ନିଜେ ନିଶା ଦ୍ରବ୍ୟରେ ଏତା କରି ତାଙ୍କର ଚାବି କିଏ ନେଲା, ତାଙ୍କ ସାଙ୍ଗ ପିଲା ଧରିଥିଲା, କିନ୍ତୁ ଚାବି ଆମର ଲୋକ ନେଇଛନ୍ତି ବୋଲି ତାଙ୍କେ ଗାଳି ଗୁଲଜ କରିକି ଯାଇଛନ୍ତି। ହେଲେ କିଏ ଚିହ୍ନିଛନ୍ତି ଆପଣ ଯିଏ ଆକ୍ରମଣ କଲେ? ଯିଏ ସାର୍ ଆମ ଗାଁର ଭଣଜାଟା ସେଇ ନା କଣ ଜାଣିଛନ୍ତି? ଆଲୋକ ସ୍ୱାଇଁ ବିଷୟ ସାର୍ ମୁଁ ଜାଣିନି। ହଠାତ୍ ଏମିତି ଆକ୍ରୋଶ ହେଇକିରି? ହଁ ସାର୍, ହଁ। ବର୍ତ୍ତମାନ ପରେ କଣ କରୁଥିଲେ? ଯୋଉ ଘଟଣା ଘଟିଲା ପରେ କଣ ଥାନାରେ କିଛି ଲିଖିତ ଅଭିଯୋଗ? ହଁ ସାର୍, ଥାନାରେ ଆସିକି ଏଫଆଇଆର ଦେଲୁ। ଦେଲା ପରେ ଥାନାରେ ଯାହା ରାୟ କରିବେ ଆଉ।